ଓଡ଼ିଶାରେ ବନ୍ୟା ସୁପ୍ରିମକୋର୍ଟରେ ଐତିହାସିକ ନିଷ୍ପତ୍ତି ସୁଭଦ୍ରା ଯୋଜନାର ନୂଆ ନିୟମ ଅଯୋଧ୍ୟାରେ ଦୀପାବଳି ରେକର୍ଡ। ନମସ୍କାର, ମୁଁ ତୁମର ହୋଷ୍ଟ ଭୋଲା। ତୁମେ ଦେଖୁଛ ନବ ଓଡ଼ିଶା ନ୍ୟୁଜ୍। ଆଜି ହେଉଛି 20 ଅକ୍ଟୋବର 2025 ସୋମବାର ସକାଳ। ଆସନ୍ତା ଦେଖିବା ଓଡ଼ିଶା ଓ ଦେଶ ବିଶ୍ୱର ସେଇ ହଟ୍ ଟପିକ୍ ଖବର ଯାହା ଆଜି ସକାଳରେ ତୁମେ ଜାଣିବା ଆବଶ୍ୟକ। ଏହି ଭିଡ଼ିଓକୁ ଦେଖୁଛ ମାନେ ଲାଇକ୍, ସେୟାର, କମେଣ୍ଟ ଓ ସବସ୍କ୍ରାଇବ୍ କରିବା ଭୁଲିବେ ନାହିଁ। ସୁଭଦ୍ରା ଯୋଜନା ସମ୍ପର୍କରେ ଏବେ ନୂଆ ନିୟମ ଆସିଛି। ମହିଳା ଶିଶୁ କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ ଯଦି କୌଣସି ମହିଳା କିମ୍ବା ଛାତ୍ରୀ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ବାର୍ଷିକ 18,000 ଟଙ୍କା କିମ୍ବା ହାତଠାରୁ ଅଧିକ ଆର୍ଥିକ ସହାୟତା ପାଉଛନ୍ତି, ସେଇଥିରେ ସେମାନଙ୍କ ସୁଭଦ୍ରା ଯୋଜନା ବାଦ କରାଯିବ। ଗଭୀର ନିର୍ଦ୍ଦେଶ ମନୀଷା ବାନାର୍ଜୀ ଏନେଇ ଶିକ୍ଷା ଉଚ୍ଚଶିକ୍ଷା ବିଭାଗ ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛନ୍ତି। ସେଥିପାଇଁ କୁହାଯାଇଛି ଯେ ଛାତ୍ରବୃତ୍ତି ଯେଉଁଠାରେ କେବଳ ଶିକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଦିଆଯାଉଛି ତାହାକୁ ଅତିରିକ୍ତ ସହାୟତା ଭାବେ ଗଣନା କରାଯିବ ନାହିଁ। ବିଭାଗ 2023-24-25 ଆର୍ଥିକ ବର୍ଷେ ଯେଉଁ ଛାତ୍ରୀମାନେ 18,000 ଟଙ୍କା ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତାର ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ 3 ବର୍ଷ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଲ୍ଲେଖ କରିଥିବା ଏକ ଗମ୍ଭୀର ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଗଭୀର ଓ ଆଦିବାସୀ ବିଚାରଧୀନ ଏକାଧିମାନେ ଜାମିନ ପାଇଥିଲେ ମଧ୍ୟ ସୁରକ୍ଷା ଜମା ଦେଇ ପାରୁନଥିବା ଜେଲରେ ରହୁଥିବାରୁ ନେଇ ସୁପ୍ରିମକୋର୍ଟ ଏକ ନୂଆ ଏସ୍ଓପି ଜାରି କରିଛନ୍ତି। ନୂତନ ନିର୍ଦ୍ଦେଶ ଅନୁସାରେ ଯଦି ଜମାନି ରାଶି ଦେବାକୁ ଅକ୍ଷମ ହୋଇନଥାନ୍ତି କୌଣସି ଅଭିଯୁକ୍ତ, ତେବେ ସରକାର ଜିଲ୍ଲା ଆଇନ ସେବା ପ୍ରଦାନୀରେ ମାଧ୍ୟମରେ ସେହି ରାଶି ଦେଲେ ଡିଏଲ୍ସି 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜାମିନ ଜମା କରାଇ ପାରିବେ ଏବଂ ଯଦି ଏହା ଅଧିକ ହୁଏ ତେବେ କୋର୍ଟର ରାଶି ହ୍ରାସ ପାଇବା ଆବେଦନ ହେବ। ସୁପ୍ରିମକୋର୍ଟରେ ଏହି ନିର୍ଦ୍ଦେଶକୁ ଐତିହାସିକ ହିସାବରେ ବର୍ଣ୍ଣନା କରିଛି, ଯାହା ଅନ୍ୟାନ୍ୟ ଅଧିକ ସମାନ ଏବଂ ମାନବିକତା କରିବ। ଦୀର୍ଘ 2024 ଦିନର ଅପେକ୍ଷା ପରେ ପ୍ରଶଂସକ ମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଯୋଡ଼ିକୁ ନୀଳ ସଜ୍ଜରେ ପୁନର୍ବାର ଦେଖିବାକୁ ପାଉଛନ୍ତି। ଅଷ୍ଟ୍ରେଲିଆ ଓ ଓଭାଲ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ ରୋହିତଙ୍କୁ ଏକାଠି ଦେଖିବା ପାଇଁ ଅଧିକ ଉତ୍ସାହିତ ଥିଲେ। ଚାମ୍ପିୟନ ଖୋଲା ମଇଦାନରେ ଥିଲେ କିଛି ନା କିଛି ରେକର୍ଡ ନିଶ୍ଚିତ ହୁଏ। 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜର ପ୍ରଥମ ମୁକାବିଲା ରୋହିତଙ୍କ ପାଇଁ ଟେଷ୍ଟରୁ ହିଁ ସ୍ୱତନ୍ତ୍ର ହେଉଛି। ନମସ୍କାର ଶ୍ରୋତାବନ୍ଧୁ, ଏହି ପର୍ବଣୀ ଋତୁରେ ଭାରତର ପାଇଛି ଏକ ବିଶେଷ ଦୀପାବଳି ଉପହାର। ଜିଏସ୍ଟି ହ୍ରାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ପଦକ୍ଷେପ ଦେଶରେ ବଜାରକୁ ନୂଆ ଜୀବନ ଦେଇଛନ୍ତି। ସମ୍ପ୍ରତି 8 ବର୍ଷ ସର୍ବନିମ୍ନ ସ୍ତରରେ ଯେଉଁଠାରେ ସାଧାରଣ ପରିବାର ପାଉଛନ୍ତି ଆର୍ଥିକ ଉତ୍ସାହ, ଦିଲ୍ଲୀରୁ ସମାନବାଦରେ ପର୍ଯ୍ୟନ୍ତ ବଜାରରେ ଗଭୀର ଗ୍ରାହକମାନଙ୍କ ଉତ୍ସାହ। ଯାନବାହନ, ଇଲେକ୍ଟ୍ରୋନିକ୍ ଜିନିଷ ଓ ପୋଷାକ ବିକ୍ରିରେ ରେକର୍ଡ ବୃଦ୍ଧି। ଡିଜିଟାଲ ପେମେଣ୍ଟ 10 ଗୁଣା ଆଗକୁ ଏବଂ ଇ-କମର୍ସ ନୂଆ ଗ୍ରାହକଙ୍କ ଭିଡ଼। ସେୟାର ବଜାରରେ ମଧ୍ୟ ଉତ୍ସବୀୟ ଉଜ୍ଜ୍ୱଳତା। ନିଫ୍ଟି 50 ପହଞ୍ଚିଛି 52 ସପ୍ତାହ ଶୀର୍ଷ ସ୍ତରକୁ। ଏହି ଦୀପାବଳି ଦେଶ କେବଳ ଆଲୋକ ନୁହେଁ, ଆର୍ଥିକ ଅଭିବୃଦ୍ଧିର ଉଜ୍ଜ୍ୱଳ ପର୍ବ ମଧ୍ୟ ପାଳନ କରୁଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମ ଆଜି ଜିଏସ୍ଟି ହ୍ରାସର ରିପୋର୍ଟ କାର୍ଡ ପ୍ରସ୍ତୁତ କରିଛନ୍ତି। ଏହାର ଲାଭ ସାଧାରଣ ଲୋକ ପାଖରେ ଯାଉଛି। ଗାଡ଼ି, ଟିଭି, ଏସି, ଇଲେକ୍ଟ୍ରୋନିକ୍ ଜିନିଷ ବିକ୍ରି ରେକର୍ଡରେ ସ୍ଥାପିତ ହେଉଛି। ମାରୁତି, ମହିନ୍ଦ୍ରା ଓ ଟାଟାର ବିକ୍ରି ଆକର୍ଷଣ ବୃଦ୍ଧି ପାଉଛି। ଟିଭି ବିକ୍ରି 30ରୁ 35% ବଢ଼ିଛି ଏବଂ ବିକ୍ରି 2 ଗୁଣା ହୋଇଯିବ। ଜିଏସ୍ଟି 2.0 ସଂସ୍କାର ସରକାରୀ ପଦକ୍ଷେପରେ ସାଧାରଣ ଲୋକଙ୍କ ପାଖରେ ଅଧିକ ଅର୍ଥ ଆଣିଛି ଏବଂ ଦେଶର ଉପନୀତ କ୍ଷେତ୍ର ମଧ୍ୟ ଉନ୍ନତି ପାଉଛି। ଏହା ଦେଖାଯାଉଛି ଯେ କିପରି ସରକାରୀ ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ ଆଲୋକ ଭରି ହୋଇପାରେ।
ଖଣ୍ଡା ବୁଲାଇ ଇନଷ୍ଟାଗ୍ରାମରେ ଭିଡ଼ିଓ ଅପଲୋଡ଼ କରି ବନ୍ଦା ହେଲେ ବ୍ରହ୍ମପୁରର ଏକ ଯୁବକ ନିଜ ହାତ ଘଣ୍ଟା ଧରି ଧମକପୂର୍ଣ୍ଣ ଡାଇଲଗ୍ କହି ଭିଡ଼ିଓ ତିଆରି କରିଛନ୍ତି, ଇନଷ୍ଟାଗ୍ରାମରେ ମଧ୍ୟ ଅପଲୋଡ଼ କରିଛନ୍ତି। ଏହି ଭିଡ଼ିଓକୁ ଭାଇରାଲ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଦିହଣ୍ଡାଫାଣ୍ଡି ଥାନା ଧନୀରେ ବଡ଼ ତାମୁଲା ଗାଁରେ ସ୍ଥାନର ମହାକୁଡ଼ ନାମକ ଯୁବକ ଏହି କାଣ୍ଡ ଘଟାଇଥିଲେ। ସେ ଭିଡ଼ିଓକୁ କହିଥିଲେ, ଖଣ୍ଡା ଓ 3ଟି ମୁଣ୍ଡ ନେଇ ଥାନାକୁ ଆସିବି। ଭିଡ଼ିଓ ଭଲ ଲାଗିଲେ କମେଣ୍ଟ କରିବା। ପୁଲିସ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ନେଇ ତାଙ୍କୁ ଗିରଫ କରି କୋର୍ଟରେ ଚାଲାଣ କରିଛି। ଦୀପାବଳିରେ ସରକାରଙ୍କ ବଡ଼ ଉପହାର। ଦିଗନବାଡ଼ିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ପଦକ୍ଷେପ। ଅନ୍ତର୍ଜାତୀୟ ଗୃହ ଯୋଜନା ଅନ୍ତର୍ଗତ 164 ହିତାଧିକାରୀଙ୍କ ଦୀପାବଳିରେ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳୁଛି। ଭୁବନେଶ୍ୱର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଭବନରେ ଭିତ୍ତି ପ୍ରସ୍ତର କରି ଏହି ଯୋଜନା ଆରମ୍ଭ କରିଛନ୍ତି। ଦିଗଣ୍ଡାବାଡ଼ି ବ୍ଲକର ବାଳଙ୍ଗାବାଲି ବୁଢ଼ାଗୁଡ଼ା ପଞ୍ଚାୟତରେ ନୂଆ ପଞ୍ଚାୟତ ଭବନ ନିର୍ମାଣ ହେବ। ଏହି ପଦକ୍ଷେପ ଦୀପାବଳି ପୂର୍ବରୁ ଗ୍ରାମୀଣ ଜନତା ପାଇଁ ଏକ ବିଶେଷ ଉପହାର ବୋଲି ମନାଯାଉଛି। ମହାନଦୀରେ ଜଳସ୍ତର ହଠାତ୍ ବଢ଼ିବାରେ ଆଜି ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳୁଛି। କଟକ ଜିଲ୍ଲାର ବଲାଙ୍ଗୀର ଥିବା ପ୍ରସିଦ୍ଧ ବଟାଙ୍ଗୀ ମନ୍ଦିର ବନ୍ୟା ପାଣିରେ ବୁଡ଼ି ଯାଉଥିବା ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିଲା ପରେ ମହାନଦୀର ଜଳସ୍ତର ଲଗାତାର ବଢ଼ି ଯାଉଛି। ଲୋକମାନଙ୍କର ଆଖି ଆଗରେ ମନ୍ଦିର ପାହାଚ ପାଣି ପହଞ୍ଚି ଯାଉଥିଲା ବେଳେ ଯଥା ଦେଖି ଭକ୍ତ ଏବଂ ପୂଜାରୀମାନେ ଭୟଭୀତ ହେଉଛନ୍ତି। ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖାଯାଇନଥିଲା। ଏହି ସମୟରେ ବର୍ଷା ଓ ବନ୍ୟା ଯୋଗୁଁ ଅନେକ ଗ୍ରାମ ଜଳମଗ୍ନ ହେଉଛି। ଲୋକମାନଙ୍କ ଆଶଙ୍କାରେ ରହିଛନ୍ତି ଯେ ଯଦି ଏହିଭଳି ବର୍ଷା ଚାଲିଥାଏ ମନ୍ଦିର ସମ୍ପୂର୍ଣ୍ଣ ବୁଡ଼ିଯିବ। ଆଜି ପାକିସ୍ତାନ ସେନା ମୁଖ୍ୟ ଲିଫ୍ଟ ମାର୍ଶାଲଙ୍କ ମୁଣ୍ଡରେ ପାଣି। ଭାରତର ବିରୋଧରେ ଭୟଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି, ପରମାଣୁ ଅସ୍ତ୍ର ବ୍ୟବହାର ସହିତ ଭାରତ ପକ୍ଷରେ କୌଣସି ଛୋଟ ଆକ୍ରମଣକୁ ଆମେ ଜବାବ ଦେବୁ, ଯାହା ସମସ୍ତ ଆକଳନକୁ ପଣ୍ଡ କରିଦେବ। ଏହି ଧମକକୁ ଡୁରାଣ୍ଡ ଲାଇନ୍ ସୀମାରେ ଆଫଗାନିସ୍ତାନ ସହ ଭାରତର ପାକ୍ ସଂଘର୍ଷ ଓ ସୀମା ପରେ ପରିସ୍ଥିତିର ଆଞ୍ଚଳିକ ଭାବ ବଢ଼ାଇବାରେ ବୋଲି ସାମରିକ ବିଶେଷଜ୍ଞ ଚିନ୍ତା ବ୍ୟକ୍ତ କରିଛନ୍ତି। ମୁନିରଙ୍କ ବୟାନରେ ସେ ପାକିସ୍ତାନ ଅସ୍ତ୍ରଶସ୍ତ୍ରରେ ରୋଜ କ୍ଷମତା ଓ ଧ୍ୱଂସାତ୍ମକ ଶକ୍ତି ଭାରତର ଭୌଗୋଳିକ ସ୍ଥିତିରେ ବଦଳାଇ ପାରିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବୟାନକୁ ଭାରତର ପାକ୍ ସମ୍ପର୍କକୁ ଆହୁରି ଜଟିଳ କରିପାରେ, ଯାହା ସାମରିକ ଆଫଗାନିସ୍ତାନ ଓ ସୀମାରେ ତୀବ୍ର ଚିନ୍ତା ସୃଷ୍ଟି କରିଛି। ଆମେ ଏହି ଘଟଣା ଆଗାମୀ ପରିମାଣ ପାଇଁ ନଜର ରଖିବା ଆବଶ୍ୟକ। ଦୀପାବଳି ଅବସରରେ ଅଯୋଧ୍ୟା ପୁଣି ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଏଥର ସହରରେ 65ଟି ପ୍ରମୁଖ ଘାଟରେ ଏକା ସାଙ୍ଗରେ 26 ଲକ୍ଷରୁ ଅଧିକ ଦୀପ ଆଲୋକିତ କରାଯିବ। ଦୀପାବଳିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା, ଉଜ୍ଜଳ ଆୟୋଜନ ହେବ। ଏଥିରେ ରାମଙ୍କର ଜୀବନ ଓ କାହାଣୀର ଝଲକ ଦେଖିବାକୁ ମିଳିବ। ଦେଶର 21ଟି ରାଜ୍ୟରେ କଲାବାର ରାମାୟଣ ଉପରେ ଆଧାରିତ ଲୋକନୃତ୍ୟ ଏବଂ ରାମଲୀଳାଙ୍କର ସଜା ଦୃଶ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶରେ 25,000ରୁ ଅଧିକ ସ୍ୱେଚ୍ଛାସେବୀ ଏବଂ ଦୀପ ଉତ୍ସବରେ ଅଯୋଧ୍ୟାକୁ ପ୍ରକାଶମୟ କରିବେ। ଗତ ବର୍ଷ ମଧ୍ୟ 15 ଲକ୍ଷ ଦୀପ ଦ୍ୱାରା ସେହି ରେକର୍ଡ ସୃଷ୍ଟି ହୋଇଥିଲା। ଏଥିରେ ଦୀପାବଳି କେବଳ ଆଲୋକ ମହୋତ୍ସବ ନୁହେଁ, ସଂସ୍କୃତି ଓ ମିଳନ ମହୋତ୍ସବ ଭଳି ଖାସ୍ ହେବ। ଦିଲ୍ଲୀର ଏନ୍ସିରେ ବାୟୁ ପ୍ରଦୂଷଣ ଚିନ୍ତାର ରୂପ ନେଇଛି। ସାଧାରଣତଃ ଏୟାର କ୍ୱାଲିଟି କ୍ୟାନ୍ସର 268ରେ ପହଞ୍ଚିଛି, ଯାହା ଗର୍ବର ଗଣାଯାଉଛି ଏବଂ ଆନନ୍ଦ ବିହାରରେ 425, ଏକିଆଇ ଅତି ଖରାପ ବର୍ଗରେ ପହଞ୍ଚିଛି। ପ୍ରଶାସନ ପୁଣି ବାଘ ଫୁଟାଇଲେ କଟକଣା ଲାଗୁ କରୁଛି ଏବଂ ଜନସାଧାରଣଙ୍କ ସତର୍କ ରହିବାକୁ ଅନୁରୋଧ କରାଯାଉଛି। ସୁପ୍ରିମକୋର୍ଟରେ 18ରୁ 21 ପର୍ଯ୍ୟନ୍ତ ସୀମିତ ବୋଝଣ ବାଣ ବିକ୍ରି ବ୍ୟବହାର କରାଯିବ ବୋଲି ବଜାରରେ ଭିଡ଼ ବଢ଼ୁଛି। ନିୟମ ଉଲ୍ଲଂଘନ କରିଥିବା ଦୋକାନକୁ ପୁଲିସ ପେଟ୍ରୋଲିଂ ଦ୍ୱାରା ନଜର ରଖାଯାଉଛି। ଦୀପାବଳି ପୂର୍ବରୁ ବାହ୍ୟ ଗଣପତରେ ଏହି ସତର୍କତା ଆବଶ୍ୟକ। ଗତ 24 ଘଣ୍ଟାରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ହେଉଛି। ଗଞ୍ଜାମ ସର୍ବାଧିକ 61.2 ମିମିରେ ବର୍ଷା ପହଞ୍ଚିଛି। ଏହି ବର୍ଷାର ପ୍ରଭାବ ପାଇଁ କିଛି ସ୍ଥାନରେ ହାଲକା ବଜ୍ରପାତ ସହ ବର୍ଷା ହୋଇପାରେ। ଦକ୍ଷିଣ ଆଣ୍ଡାମାନ ସାଗରରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ
ରହିଛି, ଯାହାର ପ୍ରଭାବରେ 21 ତାରିଖ ପାଖାପାଖି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଓଡ଼ିଶାର କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ 30ରୁ 40 କିମି ପର୍ଯ୍ୟନ୍ତ ବହିପାରେ। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ପୁରୀ, ଗଞ୍ଜାମ, କଟକ ଓ ଅନ୍ୟାନ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। କାଲି ପାଇଁ ପାଗର ସ୍ଥିତି ସମାନ ରହିବ। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜାଗା ପୃଷ୍ଠରେ ଅବସ୍ଥିତ ପରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଶତ୍ରୁତା ପୁଣି ଆରମ୍ଭ ହେଉଛି। ରବିବାର ଇସ୍ରାଏଲଙ୍କ ସେନା ଜାଗାରେ ଏକ ବୋମା ଆକ୍ରମଣ କରିଥିଲା, ଯାହା ରଫା ଅଞ୍ଚଳରେ ହେଉଛି। ଏହି ଆକ୍ରମଣ ପଛରେ ଅଭିଯୋଗ ରହିଛି ଯେ ହାମାସ ଗାଜାକୁ ଆକ୍ରମଣ କରୁଥିଲେ ଏବଂ ଯୁଦ୍ଧବିରତି ଭଙ୍ଗ କରିଥିଲେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି ଯେ ହାମାସ ସମସ୍ତ ବନ୍ଧୁକ ଫେରାଇ ଦେଲେ ଏବଂ କର୍ତ୍ତବ୍ୟାବଳୀ ପୂରଣ କଲେ ହିଁ ରାଫା କ୍ରସିଂ ଖୋଲାଯିବ ବୋଲି। ଏହା ମଧ୍ୟ ବର୍ତ୍ତମାନ ପରିସ୍ଥିତି ଅତି ସଂକୀର୍ଣ୍ଣ ହେଉଛି। ଏହି ସଂଘର୍ଷର ଭବିଷ୍ୟତ ସ୍ପଷ୍ଟ ନାହିଁ। ବଙ୍ଗୋପସାଗରରେ ଆସୁଛି ଏକ ନୂଆ ଲଘୁଚାପ। ଏଆଇଏମ୍ଡି ଅନୁସାରେ ଅକ୍ଟୋବର 21 ତାରିଖରେ ଗଠିତ ଲଘୁଚାପ ଓଡ଼ିଶାର 16ଟି ଠାରୁ ଅଧିକ ଜିଲ୍ଲାରେ ବଜ୍ରପାତ ଓ ଝଡ଼ ପବନ ସମ୍ଭାବନା। ମହାରାଷ୍ଟ୍ରରେ ଭୟାନକ ଦୁର୍ଘଟଣା, କେନ୍ଦ୍ର ଖସି ପଡ଼ି 16 ଜଣ ଶ୍ରମିକର ଆଲୋକ ମୃତ୍ୟୁ। ଘର ବିଭାଜକ ପାଇଁ ବାହାରିଥିଲେ ଫେରିବାକୁ ମୃତଦେହ। ରାତି 11ଟାରେ ବେଲ ଶାହପୁର ନିକଟରେ ସମୃଦ୍ଧି ଏକ୍ସପ୍ରେସ୍ ହାଇୱେରେ ହୋଇଗଲା ଏହି ଅଭାବନୀୟ ଘଟଣା। ଅଧାରେ କାମ ଚାଲିଥିବା ବେଳେ ହଠାତ୍ କେନ୍ଦ୍ର ଭାଙ୍ଗି ପଡ଼ିଲା। ଦେଖିଲେ ସମସ୍ତେ ନୀରବ ହୋଇଗଲେ। ଆଧାର ଦ୍ରବ୍ୟତାରେ ଲୋକଙ୍କୁ ଉଦ୍ଧାର ଜାରି, ଅଞ୍ଚଳରେ ଶୋଷଣ ଚଳାଇଛି। ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ଆପଣ ଦୟାକରି କମେଣ୍ଟ ବକ୍ସରେ ବତାଇବେ ଓ ଆପଣ ସବସ୍କ୍ରାଇବ୍ କରିବେ ଆମ ଚ୍ୟାନେଲକୁ।